ଅଲ୍ ପୁରାଣ ଷ୍ଟୋରି ସୁଆସାରୀ କାହାଣୀ ବଡ଼ ବଦଳ କଥା। ଏ ଦେଶରେ ଦେବତାମାନଙ୍କର ଅବତାର ଗ୍ରହଣ ହେବା କଥା ସମସ୍ତେ ଜାଣନ୍ତି। ସେଥିପାଇଁ ଥିଲା ଭାରତ ଦେଶକୁ ଦେବଭୂମି ଭାରତବର୍ଷ କହନ୍ତି। ଏହି ଭାରତ ଦେଶରେ କାଶୀ ନାମକ ଏକ ସହର ଥିଲା। ହିନ୍ଦୁମାନଙ୍କ ଲାଗି ତାହା ଥିଲା ତୀର୍ଥଭୂମି। କାଶୀ ନଗରରେ ହଜାର ହଜାର ମଠ ମନ୍ଦିର ଥିଲା। ଯାତ୍ରୀମାନଙ୍କ ଲାଗି ଭାରତର ଧନାଢ଼୍ୟ ବ୍ୟକ୍ତିମାନେ ବଡ଼ ବଡ଼ ଧର୍ମଶାଳାମାନ ନିର୍ମାଣ କରିଥିଲେ। ସେହିଠାରେ ଯାଇ ଦୂର ଦୂରାନ୍ତରୁ ଆସୁଥିବା ତୀର୍ଥଯାତ୍ରୀମାନେ ବିଶ୍ରାମ ନେଉଥିଲେ। କାଶୀ ଥିଲା ବଡ଼ ନଗର, ବହୁ ମଠ ମନ୍ଦିରରେ ପୂର୍ଣ୍ଣ। ସେଥିଲାଗି ସେହି ନଗରରେ ଶହ ଶହ ପାଠଶାଳା ଗଢ଼ି ଉଠିଥିଲା। ସେହି କାଶୀ ନଗରରେ ମଥୁରା ନଗରରୁ କୃଷ୍ଣସୁନ୍ଦର ନାମରେ ଜଣେ ବ୍ରାହ୍ମଣ ପିଲା ଆସି ସେହି ପାଠଶାଳାରେ ପାଠ ପଢ଼ିଲା। ସେହି ବ୍ରାହ୍ମଣ ପିଲା ନାମ ଥିଲା ରାମାନନ୍ଦ। ଆଉ ମଧ୍ୟ ସେହି କାଶୀନଗରର ଅନତି ଦୂରରେ ଆଉ ଗୋଟିଏ ପଲ୍ଲୀ ଗ୍ରାମ ଥିଲା। ସେହି ଗ୍ରାମରେ ଜଣେ ଧନିକ ଜମିଦାର ଥିଲେ। ଧନ ସମ୍ପଦରେ ତାଙ୍କଠାରୁ ବଳି ଆଉ ଦ୍ୱିତୀୟ ବ୍ୟକ୍ତି କେହି ନଥିଲେ। ସେ ଘୋଷଣା କଲେ ଯେ ମୋର ମନ ବାଞ୍ଛା ପୂରଣ ନିମନ୍ତେ ମୋର ମାନସିକ ଅଛି। ଯେକୌଣସି ଏକ ପର୍ବ ଦିନରେ ମୁଁ ଲକ୍ଷାଧିକ ସୁବର୍ଣ୍ଣ ମୋହର ଦାନ କରିବି। ସେହି ଶୁଭ ଦିବସ ଆସିଲା। ଧନୀ ବ୍ୟକ୍ତି ସୁବର୍ଣ୍ଣ ମୋହର ସେହିଦିନଠାରୁ ଦାନ କରିବାକୁ ଆରମ୍ଭ କଲେ। ସେହିଦିନଠାରୁ ଯେ କୌଣସି ବ୍ରାହ୍ମଣ ତାଙ୍କ ଦ୍ୱାରରେ ପହଞ୍ଚନ୍ତି, ସେହି ଧନିକ ବ୍ୟକ୍ତି ତାକୁ ଗୋଟିଏ ସୁବର୍ଣ୍ଣର ମୋହର ଦାନ କରନ୍ତି। ଏହିପରି ଭାବରେ ଦେଶର ସମସ୍ତ ବ୍ରାହ୍ମଣଙ୍କ ପାଖରେ ଏହି ସମ୍ବାଦ ଯାଇ ପହଞ୍ଚିଲା। ପ୍ରତିଦିନ ସୁବର୍ଣ୍ଣ ମୋହର ଦାନ ନେବା ନିମନ୍ତେ ଶହ ଶହ ବ୍ରାହ୍ମଣ ତାଙ୍କ ଦ୍ୱାର ଦେଶରେ ପହଞ୍ଚି ଦାନ ଆଣିଲେ। ସେତେବେଳେ କାଶୀର ରାମାନନ୍ଦ ପାଠଶାଳାରେ ଅନେକ ବ୍ରାହ୍ମଣ ପିଲା ଥିଲେ। ସେମାନେ ମଧ୍ୟ ସୁବର୍ଣ୍ଣ ମୋହର ଦାନ ପାଇବା ଆଶାରେ ସେହି ଧନିକ ବ୍ୟକ୍ତିଙ୍କ ଗୃହକୁ ଯିବାକୁ ବାହାରି ପଡ଼ିଲେ। ସେଥିଲାଗି ଶୁଭ ଦିନ ସ୍ଥିର କରାଗଲା। ଏହାପରେ ପିଲାମାନେ ଯାତ୍ରା ଆରମ୍ଭ କଲେ। ସେହି ପାଠଶାଳାରେ କୃଷ୍ଣସୁନ୍ଦର ନାମରେ ମଧ୍ୟ ପିଲାଟିଏ ପାଠ ପଢ଼ୁଥିଲେ। ସେ ମଧ୍ୟ ସମସ୍ତ ପିଲାଙ୍କ ସହିତ ଦାନ ନେବାକୁ ବାହାରି ପଡ଼ିଲା। ରାମାନନ୍ଦ ପାଠଶାଳାରେ ଜଣେ ବୟୋଜ୍ୟେଷ୍ଠ ଗୁରୁ ଥିଲେ। ସେ ବେଦ ବେଦାନ୍ତ ଶିକ୍ଷାରେ ପୂର୍ଣ୍ଣତା ଲାଭ କରିଥିଲେ। ସେ ଯେତେବେଳେ ଜାଣିଲେ ପାଠଶାଳାର ଅନେକ ପିଲା ସୁବର୍ଣ୍ଣ ମୋହର ଦାନ ପାଇବା ଆଶାରେ ବାହାରିଛନ୍ତି, ସେହେତୁ ପିଲାଙ୍କୁ କହିଦେଲେ, ଦେଖ ପିଲାମାନେ, ତୁମେ ଯଦି ପଥ ମଧ୍ୟରେ ନୀଳ ଚଢ଼େଇକୁ ଦେଖିବ, ତୁମେ ସେତେବେଳେ ତାର ବାମ ପାର୍ଶ୍ୱରେ ନ ବୁଲି ଦକ୍ଷିଣ ପାର୍ଶ୍ୱରେ ବୁଲିଯିବ। ଏହା କରିବା ଦ୍ୱାରା ତୁମମାନଙ୍କର କାର୍ଯ୍ୟ ଶୁଭ ହେବ। ଗୁରୁଙ୍କ କହିବା କଥାକୁ ମନେ ରଖି ସବୁ ପିଲା ଯାତ୍ରା ଆରମ୍ଭ କରିଦେଲେ। ସେମାନେ ଯାତ୍ରା ମାର୍ଗରେ ଅଳ୍ପ କିଛି ଦୂର ଯାଇଛନ୍ତି। ଗୁରୁଙ୍କର କଥା ମନେ ପଡ଼ିବା ବେଳକୁ ଆଖି ଆଗକୁ ବୃକ୍ଷ ଉପରେ ବସିଥିବା ଏକ ନୀଳ ଚଢ଼େଇକୁ ଦେଖିଲେ। ପିଲାମାନେ ଗୁରୁଙ୍କର କହିବା କଥାନୁଯାୟୀ ଯେତେବେଳେ ନୀଳ ଚଢ଼େଇର ଦକ୍ଷିଣ ପାର୍ଶ୍ୱ ଦେଇ ବୁଲିକରି ଯିବା ବେଳକୁ ସେ ପୁଣି ଫଡ୍ କରି ଉଡ଼ିଯାଏ ଆର ଡାଳକୁ। ଏମିତି ବାରମ୍ବାର ହେବା ଦ୍ୱାରା ନୀଳ ଚଢ଼େଇ ଏମିତି ତରକା ହୋଇଗଲା ଯେ ସେ ଆଉ କୌଣସି ଡାଳରେ ମୁହୂର୍ତ୍ତଟିଏ ବି ସ୍ଥିର ହୋଇ ବସି ପାରିଲା ନାହିଁ। ହେଲେ ଗୁରୁଙ୍କ ଆଦେଶ ପାଳିବା ପାଇଁ ପିଲାମାନେ କେଉଁ ଚଢ଼େଇଟିକୁ ଛାଡ଼ି ପାରୁଛନ୍ତି? ଶେଷରେ ଚଢ଼େଇଟି ଆଉ ପାଖରେ ନ ବସି ଏଥର ବହୁତ ଦୂରକୁ ଉଡ଼ି ଚାଲିଗଲା। ଏହା ଦେଖି ପିଲାମାନେ ଧୈର୍ଯ୍ୟହରା ହୋଇପଡ଼ି ଆଉ ନୀଳ ଚଢ଼େଇର ଦକ୍ଷିଣ ପାର୍ଶ୍ୱ ନ ଦେଖି ସିଧାସଳଖ ନିଜର ଗନ୍ତବ୍ୟ ପଥରେ ଚାଲିଗଲେ। ବିଚରା କୃଷ୍ଣସୁନ୍ଦର କିନ୍ତୁ ନଛୋଡ଼ ବନ୍ଧା। ସେ ସିଦ୍ଧାନ୍ତ କଲା ଯେ ଯଦି ମୋର ଗନ୍ତବ୍ୟ ସ୍ଥଳକୁ ଯିବାକୁ ହେବ, ତାହେଲେ ଗୁରୁଙ୍କର କଥାକୁ ମାନିକରି ହିଁ ଯିବି। ଯଦି ତାହା ସମ୍ଭବ ହୋଇ ନ ପାରିଲା, ତାହେଲେ ନିଜର ଗନ୍ତବ୍ୟ ପଥକୁ ଭୁଲି ନିଜର ଆସିଥିବା ପାଠଶାଳାକୁ ଫେରିଯିବି। ଗୁରୁଙ୍କ ଆଦେଶକୁ ପାଳନ ନ କରିବା ତ ମୋ ପାଇଁ ଖୁବ୍ ବଡ଼ ଅପରାଧ ହେବ। ତା ଛଡ଼ା
ଯାଉଥିବା କାର୍ଯ୍ୟରେ ବିଫଳତା ନ ମିଳିବ କାହିଁକି? ସେଥିଲାଗି ବେଲ ବୁଡ଼ିବା ପର୍ଯ୍ୟନ୍ତ ସେ ସେହି ନୀଳ ଚଢ଼େଇର ପଛେ ପଛେ ଧାଇଁଲା। ନୀଳ ଚଢ଼େଇ ଯେଉଁ ଦିଗରେ ଉଡ଼ି ଉଡ଼ି ଗଲା, କୃଷ୍ଣ ସୁନ୍ଦର ମଧ୍ୟ ସେହି ଦିଗକୁ ଦୌଡ଼ି ଦୌଡ଼ି ଗଲା। ଏମିତି ଅନେକ ସମୟ ଚାଲିଲା। ଅନ୍ୟ ପିଲାମାନେ କେଉଁଆଡ଼େ ଚାଲିଗଲେ ଯେ ତାହା କୃଷ୍ଣ ସୁନ୍ଦର ଜାଣି ବି ପାରିଲା ନାହିଁ। ସଞ୍ଜ ହେଲା। ଅନ୍ଧାର ଆସିଯିବାରୁ ନୀଳ ଚଢ଼େଇକୁ ଆଉ ରାସ୍ତା ଦେଖାଗଲା ନାହିଁ। ତା ଛଡ଼ା ଉଡ଼ି ଉଡ଼ି ତାର ଡଣାକୁ ମଧ୍ୟ ଥକା ଲାଗିଲା। ସେ ଆଉ ଆଗକୁ ଉଡ଼ିଗଲା ନାହିଁ। ଏଥର ସେ ଯେଉଁ ଡାଳରେ ବସିଲା, ସେହି ଡାଳରେ ବସୁ ବସୁ ଶୋଇପଡ଼ିଲା। ହେଲେ କୃଷ୍ଣ ସୁନ୍ଦର ଖୁବ୍ ଜିଦ୍-ଖୋର। ଗୁରୁଙ୍କର ବାକ୍ୟକୁ ସେ ପାଳନ କରିବେ। ସେ ଭଲ ଭାବରେ ଜାଣିଥିଲା ଯେ ଗୁରୁ ଯେତେବେଳେ ଯାହା କରିଥାନ୍ତି ସେଥିରେ ଶିଷ୍ୟର ନିଶ୍ଚୟ ମଙ୍ଗଳ ହୋଇଥାଏ। ତା ସାଥିରେ ଆସିଥିବା ଅନ୍ୟ ପିଲାମାନେ ରାସ୍ତା ଭାଙ୍ଗି ଚାଲିଗଲେଣି ସିନା, ହେଲେ ସେମାନେ ଗୁରୁଙ୍କ କଥାକୁ ଅମାନ୍ୟ କରି ଚାଲିଗଲେ। ହେଲେ ସେମାନଙ୍କର ଅମଙ୍ଗଳ ହେଉ ଅବା ନ ହେଉ, ମଙ୍ଗଳରେ କେବେ ସେମାନଙ୍କର କାର୍ଯ୍ୟ ସାଧନ ହୋଇପାରିବ ନାହିଁ। ସଞ୍ଜ ହେଲାରୁ ନୀଳ ଚଢ଼େଇଟି ଗୋଟିଏ ଡାଳରେ ସ୍ଥିର ହୋଇ ବସିଯିବାରୁ କୃଷ୍ଣ ସୁନ୍ଦର ଗୁରୁଙ୍କର ବାକ୍ୟ ଅନୁସାରେ ନୀଳ ଚଢ଼େଇର ଦକ୍ଷିଣ ପାର୍ଶ୍ୱରେ ବୁଲି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କଲା। ଯାହା ହେଉ, ସଞ୍ଜ ହୋଇଗଲା ସିନା, ହେଲେ କୃଷ୍ଣ ସୁନ୍ଦର ଗୁରୁଙ୍କର କଥାକୁ ପାଳନ କରିପାରିଲା। ସେଥିଲାଗି ମନରେ ତାର ଆନନ୍ଦ ଯେପରି ସେପରି ତୃପ୍ତି ବି ଲାଗିଲା। ଏଥର ସେ ନୀଳ ଚଢ଼େଇକୁ ଛାଡ଼ି ଆଗକୁ ଚାଲିଲା। ନୀଳ ଚଢ଼େଇକୁ ଛାଡ଼ିବା ସମୟକୁ ତ ରାତ୍ରି ଅନେକ ହୋଇଯାଇଥିଲା। କିନ୍ତୁ ସେହି ଗ୍ରାମରେ ପହଞ୍ଚିବା ବେଳକୁ ଅନ୍ଧାର ବି ଘୋଟିଗଲା। ଗାଁ ଗଣ୍ଡା ସବୁ ନିଶୂନ ହେବା ପରି ଲାଗୁଥାଏ। କାହାରି ଜଣକର ପାଟି ଶବ୍ଦ କୃଷ୍ଣ ସୁନ୍ଦର ଶୁଣି ପାରିଲେ ନାହିଁ। ଏମିତି ଏମିତି ଦିନ ଯାଇ ରାତ୍ରି ହେଲା। ଦିନସାରାର ପଥ ଚଲା କଷ୍ଟ ମଧ୍ୟ ତାକୁ ହୋଇଛି। କ୍ଷୁଧାରେ ଆଉଟୁ ପାଉଟୁ ହୋଇ ଯାଉଥାଏ। ବିକଳରେ ଲୋକମାନଙ୍କୁ ଖୋଜୁଥାଏ। ସେ ଭାବୁଥାଏ, କାହାକୁ ଜଣେ ହେଲେ ଦେଖା ଯଦି ପାଇଯାଆନ୍ତା, ତାହେଲେ ତାଙ୍କ ଦ୍ୱାରା କିଛି ଖାଇବା ପଦାର୍ଥ ଯୋଗାଡ଼ କରନ୍ତା। ଏଥର ସମସ୍ତ ଚେଷ୍ଟାରୁ ବିଫଳ ହୋଇ କୃଷ୍ଣ ସୁନ୍ଦର ଗ୍ରାମ ନିକଟରେ ଦେଖିଲା ଗୋଟିଏ ଦୋକାନ ଅଛି। ଦୋକାନଟି ବନ୍ଦ ଥାଏ। ହେଲେ ଦୋକାନର ପିଣ୍ଡାଟି ଖୁବ୍ ପରିଷ୍କାର। ଯେପରି ଲମ୍ବା ସ୍ୱରରେ ବି ସେହିପରି ବଡ଼। ସବୁ ଦିଗରୁ ନୈରାଶ୍ୟ ହେବା ପରେ କୃଷ୍ଣ ସୁନ୍ଦର ଟିକିଏ ବିଶ୍ରାମ ନେବା ନିମନ୍ତେ ସେହି ଦୋକାନ ପିଣ୍ଡାରେ ଗାମୁଛା ପାରିଦେଲା ଓ ଗାମୁଛା ଉପରେ ଶୋଇପଡ଼ିଲା। ଯୋଗକୁ ଦେଖି ସେହିଦିନ ସେହି ଦେଶ ରାଜାଙ୍କର କନ୍ୟାର ବିଭାଘର। ବର ଖୁବ୍ ସୁନ୍ଦର ବେଶରେ ଘୋଡ଼ା ପିଠିରେ ବସିଛି। ନାନା ପ୍ରକାରର ବାଜା ବାଜୁଛି। ତୋପ ଆତସବାଜିରେ ରାସ୍ତା ଦୁଲୁକୁଛି। ବର ଆସୁଛି ଆସୁଛି ବୋଲି ଚହଳ ପଡ଼ୁଛି। ହେଲେ ଏତେ ସପନକୁ ରାତି ବା କାହିଁ? ବର ସହିତ ଯାଉଥିବା ଯାତ୍ରୀମାନେ ସୁନ୍ଦର। ଫୁଲ ଗଛଗୁଡ଼ିକ ସୁନ୍ଦର। ଆଲୋକ ସଜ୍ଜା ସୁନ୍ଦର। ବାଣ ଆତସବାଜି ସୁନ୍ଦର। ହେଲେ ଏହି ସୁନ୍ଦର ମଧ୍ୟରେ ବରର ବାପାଙ୍କର ମନରେ ସରାଗ ନାହିଁ, ସୁଖ ନାହିଁ। କାରଣ ହେଲା, ବରଟି ଥିଲା କଣା। କଣା ବରକୁ ପୁଣି ଝିଅ ବା କିଏ ଦେବ? ସେଥିଲାଗି ବରର ବାପ ସେତେବେଳକୁ ଖୁବ୍ ବ୍ୟସ୍ତ ତାର ସହିତ ଏମିତି ଗୋଟିଏ ସୁନ୍ଦର ରୂପ ଗଠନ ଓ ଆଖିକୁ ଦିଶୁଥିବା ପିଲାର ଅନୁସନ୍ଧାନରେ ଥାନ୍ତି। ବର ଯାଇ ରାଜାଙ୍କ ଘରେ ପହଞ୍ଚିବା ଆଗରୁ ବର ବଦଲ ହୋଇଯିବା ନିତାନ୍ତ ଦରକାର। ବର୍ତ୍ତମାନ ଲାଗି ତାଙ୍କର ବରପାତ୍ର ଗୋଟିଏ ଦରକାର। ବର୍ତ୍ତମାନ ଯିଏ ବର ସାଜି ଯିବ, ସେ କିଛି ଧନ ନେଉ ବରଂ ବର୍ତ୍ତମାନ ପାଇଁ ବର କାର୍ଯ୍ୟଟି ଚଳିଗଲେ ଗଲା। ତେଣୁ ବର ପିତା ଜଣେ ବରପାତ୍ରର ଅନୁସନ୍ଧାନରେ ଥାନ୍ତି। ଏବେ ବର ପହଞ୍ଚିଯିବାର ସମୟ ହୋଇଯାଉଛି। ବରର ପିତା ବରକୁ ବଦଲ କରିବା ନିମନ୍ତେ ବିକଳିଆ ହୋଇ ଏଣେ ତେଣେ ବର ଜଣେ ଖୋଜୁଥାନ୍ତି। ବର ପିତା ଏହିପରି ଭାବରେ ବରପାତ୍ରଟିଏ ଖୋଜି ଖୋଜି ଆସି ସେହିଠାରେ ହିଁ ପହଞ୍ଚିଗଲା। ସେ ଦେଖିଲା, ଦୋକାନ ପିଣ୍ଡାରେ ଖୁବ୍ ସୁନ୍ଦର ଯୁବକଟିଏ ଖଣ୍ଡିଏ ଗାମୁଛା ପାରି ଶୋଇଯାଇଛି। ବରର ପିତା ଭାବିଲେ, ବର୍ତ୍ତମାନ ଯେବେ ଏହି ପିଲାଟିକୁ କୌଣସି
ପ୍ରକାରରେ ରାଜି କରିଦିଅନ୍ତି, ସେ ଆଜି ଏତେ ବଡ଼ ବିପଦରୁ ରକ୍ଷା ପାଇଯାଆନ୍ତେ। ସେଥିଲାଗି ବ୍ୟସ୍ତତା ମଧ୍ୟରେ ଯାଇ ଦୋକାନ ପିଣ୍ଡାରେ ଶୋଇଥିବା କୃଷ୍ଣସୁନ୍ଦରକୁ ଉଠାଇଲେ। କୃଷ୍ଣସୁନ୍ଦର ଉଠି ବସିଲା। ବରପିତା କହିଲା, ଆଚ୍ଛା ପୁଅ, ତୁ ଏହି ଅନ୍ଧାର ରାତିରେ ଏଠାରେ କାହିଁକି ଶୋଇଛୁ? କୃଷ୍ଣସୁନ୍ଦର କହିଲା, ମୋର ଆଉ କିଛି ଚାରା ନଥିଲା। ମୁଁ ସେହି ଗ୍ରାମକୁ ଯିବି। ବରର ପିତା ପଚାରିଲେ, କେଉଁ ଗ୍ରାମକୁ ଯିବ? କୃଷ୍ଣସୁନ୍ଦର କହିଲେ, ତୁମେ କ'ଣ ଶୁଣିନାହଁ? କାଶୀନଗରର ପଡ଼ିଶା ଗ୍ରାମରେ ଜଣେ ଧନିକ ଲୋକ ସୁବର୍ଣ୍ଣ ମୋହର ଦାନ କରୁଛନ୍ତି। ମୁଁ ସେହି ସୁବର୍ଣ୍ଣ ମୋହର ପାଇବା ଆଶାରେ ଯାଉଥିଲି ଯେ ରାତ୍ରି ତଥା ଅନ୍ଧାର ହୋଇଯିବା କାରଣରୁ ମୁଁ ଏହି ଦୋକାନ ପିଣ୍ଡାରେ ରାତିକ ଲାଗି ବିଶ୍ରାମ ନେଇଛି। ଖୁବ୍ କ୍ଷୁଧା ହେଉଥିଲେ ମଧ୍ୟ ମୁଁ ନିରୁପାୟ। ଏ ଗ୍ରାମ ତ ନିଶୂନ। ସମସ୍ତେ ଯିଏ ଯୁଆଡ଼େ ଶୋଇଗଲେ। କାହାକୁ ଯାଇ ଉଠାଇବି? କିଏ ମୋତେ ଗଣ୍ଡେ ଖାଇବାକୁ ଦେବ? ଦେଖାଯାଉ, ସକାଳ ହେଲେ ତେଣିକି ଉପାୟ ଦେଖିବି। କୃଷ୍ଣସୁନ୍ଦରଙ୍କ ଠାରୁ ଏକଥା ଶୁଣି ବରର ପିତାଙ୍କ ମନରେ ବୁଦ୍ଧି ଆସିଲା। ହଜିଲା ବଳଦ ଖୋଜିଲା ଠେଇଁ। ଏ ପିଲାଟି ଜଣାଯାଉଛି ଖୁବ୍ ଗରିବ। ସୁବର୍ଣ୍ଣ ମୋହର ପାଇବା ଆଶାରେ ଯାଉଛି। ତେଣୁ ତାହାର ଧନ ବ୍ୟତୀତ ଆଉ କିଛି ଦରକାର ନାହିଁ। ସେ ଯଦି ମୋଠାରୁ କିଛି ଧନ ନେଇ ସନ୍ତୁଷ୍ଟ ହୋଇଯିବ, 2-4 ଘଣ୍ଟା ଲାଗି ସେ ଯଦି ବର ହୋଇଯିବ, ମୁଁ ଏହି ବିପଦରୁ ରକ୍ଷା ପାଇଯିବି। ପିଲାଟି ମଧ୍ୟ ସୁବର୍ଣ୍ଣ ମୋହର ପାଇ ଖୁସିରେ ଘରକୁ ଫେରିବ। ଏପରି କଥା ଚିନ୍ତା କରି ବରର ପିତା କୃଷ୍ଣସୁନ୍ଦରଙ୍କୁ କହିଲେ, ବାପ, ତୋର ନାଁଟା କ'ଣ? କୃଷ୍ଣସୁନ୍ଦର ତାର ନାମଟି କହିଦେଲା। କୃଷ୍ଣସୁନ୍ଦର, ଆରେ ବାଃ, ତୋର କେଡ଼େ ସୁନ୍ଦର ନାମ। ଆଚ୍ଛା ବାପା, ତୁ ପରା ଖାଇବାକୁ କହୁଥିଲୁ? କୃଷ୍ଣସୁନ୍ଦର କହିଲା, ହଁ। ବରର ପିତା କହିଲେ, ତୋତେ ତ ଖୁବ୍ ଜୋରରେ ଭୋକ ହେଉଛି, ଆଉ ଗଣ୍ଡେ ଖାଇଦେ। ଏହାପରେ ବରପିତା କିଛି ମିଠା ଫଳ ଆଣି କୃଷ୍ଣସୁନ୍ଦରକୁ ଖାଇବାକୁ ଦେଲା। ସହଜେ ତ କୃଷ୍ଣସୁନ୍ଦରକୁ ଭୋକ ହେଉଥିଲା। ଏଥର ପେଟ ପୂରା ଖାଇସାରି ଶାନ୍ତିରେ ଗୋଟାଏ ନିଶ୍ୱାସ ମାରିଲା। ବରର ପିତା କହିଲେ, ଏବେ ଶାନ୍ତି ତ ପୁଅ? କୃଷ୍ଣସୁନ୍ଦର କହିଲା, ଆପଣ ମୋତେ ଖାଇବାକୁ ଦେଇ ମୋର ପିତାମାତାଙ୍କ କାମ କରି ମୋତେ ଋଣୀ କରାଇଦେଲେ। ଭଗବାନ ସେପରି ସୁବିଧା କେବେ ଦେଲେ ମୁଁ ଆପଣଙ୍କର ଏହି ଋଣ ନିଶ୍ଚୟ ଶୁଝିଦେବି। ବରପିତା କହିଲା, ହେଲା ହେଲା, ତୁ ଯଦି ମୋର ଋଣ ଶୁଝିଦେବାକୁ କହୁଛୁ, ତାହେଲେ ମୋର ଗୋଟିଏ କାର୍ଯ୍ୟ ଅଛି। ତୁ ଯଦି ସେତକ କରିଦିଅନ୍ତୁ, ତାହେଲେ ମୋତେ ବିପଦରୁ ରକ୍ଷା କରି ତୋର ଋଣ ଶୁଝନ୍ତୁ। ଆଉ ସୁବର୍ଣ୍ଣ ମୋହର ଗୋଟିଏ ଗୋଟିଏ ନେଇ ଘରକୁ ଯାଇ ବେଶ୍ ଆନନ୍ଦରେ ରହନ୍ତୁ। ଏହାଛଡ଼ା ମୋର ତୁ ଯେଉଁ କାର୍ଯ୍ୟଟି ତୁଲାଇ ଦେବୁ, ତାହା ଆଜି ରାତିରେ କରିବୁ। ସକାଳ ହେଲେ ମୁଁ ତୋତେ ସୁବର୍ଣ୍ଣ ମୋହର ଦେଇ ବିଦା କରିଦେବି। ପରେ ତୁ ପୁଣି ଯେଉଁଠିକୁ ଯିବାକୁ ଆସିଛୁ, ସେହି ସ୍ଥାନକୁ ଚାଲିଯିବୁ। ସେଠାରୁ ମଧ୍ୟ ଆଉ ଏକ ସୁବର୍ଣ୍ଣ ମୋହର ପାଇ ଘରକୁ ଯିବୁ। କହିଲୁ, ପୁଅ, ତୁ ମୋର ଏହି ସାଧାରଣ ଛୋଟିଆ ଉପକାରଟି କରିବୁ? ହଁ, ମୁଁ ଜାଣେ ତୁ କୌଣସି ସଂସ୍କାର ମାର୍ଜିତ ପିତାମାତାଙ୍କର ପୁଅ। ମୁଖରେ ତୁ ଯେଉଁ କଥା ଲାଗି ହଁ କହିଛୁ, ସେ କଥା ନିଶ୍ଚୟ କରିବୁ। ମୁଁ ଠିକ୍ କହିଲି ନା ପୁଅ? କୃଷ୍ଣସୁନ୍ଦର କହିଲା, ଦେଖନ୍ତୁ ବାବା, ଆପଣ ମୋତେ ଖାଇବାକୁ ଦେଇ ଜୀବନ ବଞ୍ଚେଇଲେ। ପୁଣି ମୋତେ ଗୋଟିଏ ସୁବର୍ଣ୍ଣ ମୋହର ଗୋଟିଏ ଦେବେ ବୋଲି କହୁଛନ୍ତି। ଏଥର କୁହନ୍ତୁ, ମୋତେ ଆପଣଙ୍କ ଲାଗି କେଉଁ କାମ କରିବାକୁ ପଡ଼ିବ? ହଁ, ମୋର ଆଉ ଗୋଟିଏ କଥା। ଆପଣଙ୍କ କାର୍ଯ୍ୟ ସାରି ମୁଁ ସେହିପରି ବ୍ୟବସ୍ଥା ସକାଳୁ ସକାଳୁ ଏ ସ୍ଥାନ ଛାଡ଼ି ସେହି ଗ୍ରାମକୁ ଯିବି। ସେହିପରି ଯଦି କରି ଦେବେ, ତାହେଲେ ମୁଁ ଆପଣଙ୍କ କାର୍ଯ୍ୟ କରିଦେବା ପାଇଁ ଆଦୌ କୁଣ୍ଠିତ ହେବି ନାହିଁ। ବରର ପିତା କହିଲେ, ତୁ ତାହେଲେ ସତ କହୁଛୁ ନା? ମଝିରେ କଥା ବଦଳାଇ ଅସତ୍ୟ ହେବୁ ନାହିଁ ତ? କୃଷ୍ଣସୁନ୍ଦର କହିଲେ, ଗୁରୁ ମୋତେ ଶିଖାଇଛନ୍ତି ଯେ ତୁମେ କାହାକୁ କିଛି କରିଦେବାର ଯଦି ପ୍ରତିଶ୍ରୁତି ଦେବ, ତାହେଲେ ପ୍ରାଣ ବରଂ ଚାଲିଯିବ, ଦେଇଥିବା ବଚନ କେବେ ଖଣ୍ଡନ କରିବ ନାହିଁ। ମୁଁ ଯେତେବେଳେ ଆପଣଙ୍କୁ ବଚନ ଦେଉଛି, ତାହେଲେ ବଚନ ଖଣ୍ଡନ କରିବାର ପ୍ରଶ୍ନ ଉଠିବ ନାହିଁ। କୃଷ୍ଣସୁନ୍ଦରଙ୍କ କଥା ଶୁଣି ବରର ପିତା ଖୁବ୍ ଆନନ୍ଦ ହୋଇଯାଇ କହିଲେ, ତୁ ପୁଅ ମୋତେ ଆଜି ଗୋଟାଏ ବଡ଼ ବିପଦରୁ ବଞ୍ଚାଇଦେଲୁ। ବିପଦଟା ଏପରି ଯେ ମୋର ପୁଅ କଣା। ସେଥିଲାଗି
ଝିଅଟିଏ ଦେବାକୁ ଯିଏ ଆସୁଥିଲା ସେତିକି ଦେଖି ମୁଖ ଆମ୍ବିଳା କରି ଫେରି ଯାଉଥିଲା। ଏବେ ମୋ ପୁଅର ବାହାଘର। କନ୍ୟାର ପିତା ଜାଣନ୍ତି ନାହିଁ ଯେ ସେ ଯାହାକୁ ଜଇଁ କରିବାକୁ ଯାଉଛନ୍ତି ସେ ଗୋଟାଏ କଣା। ଗୋଟିଏ ଆଖିକୁ ଦିଶୁଛି ତ ଅନ୍ୟ ଆଖିକୁ ଦିଶୁନାହିଁ। ଏତିକି ଅସୁବିଧା ବ୍ୟତୀତ ମୋର କ'ଣ ନାହିଁ। ଗୋଟାଏ ରାଜାର ଯାହା ନଥିବ ତାର ଦ୍ୱିଗୁଣ ଧନ ମୋର ଅଛି। ଗୋଟାଏ ବୋଲି ପୁଅ ମୋର। ଘରକୁ ପୁଅ ବିଭା କରି ବୋହୂ ଗୋଟିଏ ଆଣିବା ଲାଗି ସ୍ତ୍ରୀ ମୋର କି ବିକଳ ହେଉଛି। ଯାହା ହେଉ ବାପ, ତୁ ବି ମୋର ଗୋଟାଏ ପୁଅ। ଆଜି ଏହି ବିପଦରୁ ତୁ ମୋତେ ବଞ୍ଚାଇଦେଲୁ। କୃଷ୍ଣସୁନ୍ଦର ବରର ପିତାଠାରୁ ସବୁ ଶୁଣିସାରି କହିଲା, କୁହନ୍ତୁ, ଏଥିଲାଗି ମୋତେ ପୁଣି କ'ଣ କରିବାକୁ ହେବ? ସେତକ ଉପକାର କରିଦେଇ ସକାଳୁ ସକାଳୁ ମୋତେ ଏ ଗ୍ରାମ ଛାଡ଼ି ଆର ଗ୍ରାମକୁ ଯିବାକୁ ହେବ। ବରର ପିତା କହିଲେ, ସେତେ ବଡ଼ କଥା ନୁହଁ ପୁଅ, ଖୁବ୍ ଛୋଟିଆ କାର୍ଯ୍ୟ ଗୋଟିଏ। ପୁଅ ମୋର ବର ବେଶରେ ହୋଇ ଆସିଛି। ତୁ କେବଳ ତାର ବର ପୋଷାକ ପିନ୍ଧି ପାଲିଙ୍କିରେ ବସି ବାହା ହେବା ଲାଗି 2 ଘଣ୍ଟା ଲାଗି କନ୍ୟା ଘରକୁ ଯିବୁ। କନ୍ୟା ସହିତ ତୋର ବାହାଘର ହୋଇଯିବା ପରେ କଥା ସରିଲା। ତେଣିକି ମୁଁ ବୋହୂକୁ ନେଇ ଆସିଲେ ପୁଣି ଏଇଠି ତୁ ମୋର ପୋଷାକ ପିନ୍ଧି ତୋ କାର୍ଯ୍ୟରେ ଯିବୁ। ଆଉ ପୁଅ ମୋର ତାର ବର ପୋଷାକ ପିନ୍ଧି ମୋ ଗ୍ରାମକୁ ବାହୁଡ଼ିଯିବ। କଥା ଦେଇଥିଲା ଯେତେବେଳେ କୃଷ୍ଣସୁନ୍ଦର ରାଜି ହୋଇ ବରବେଶ ହୋଇ ପାଲିଙ୍କିରେ ବସି ବାହା ହେବାକୁ ଗଲା। ବର ରାଜନଗରରେ ପହଞ୍ଚିବା ବେଳକୁ ବହୁତ ଲୋକ ବର ରୂପ ଦେଖିବା ଲାଗି ବର ପାଖକୁ ଲମ୍ବା ଲାଇନ ଲଗାଇ ଦେଲେ। ସମସ୍ତେ ବରର ରୂପ ଦେଖି ଖୁସ୍। ସମସ୍ତଙ୍କ ମୁଖରେ ସେଇ ଗୋଟିଏ କଥା, ରାଜା ଝିଅ ପାଇଁ ବର ରୂପ ଖୁବ୍ ଚୋଖା ହୋଇଛି। ହଁ, ବିଧାତା ନିର୍ମାଣ। ଯାହାର ଯାହା ଘରେ ଚାଉଳ ପଡ଼ିଛି ବିଧାତା ତାହା ହିଁ ଜୁଟାଇ ଦିଅନ୍ତି। ଉଆସ ଲୋକେ ଯେଉଁମାନେ ବରକୁ ଦେଖିଲେ ସେମାନେ ବି ବରର ରୂପ ଦେଖି ଖୁବ୍ ଆନନ୍ଦ ହେଲେ। ବିବାହଘର ସରିଲା। ତାପରେ ଝିଅ ଜ୍ୱାଇଁ ମଧୁଶଯ୍ୟା ଘରକୁ ଗଲେ। ହେଲେ କ'ଣ ହେବ? ଦିନସାରା ଉପାସରେ ଥିଲା କୃଷ୍ଣସୁନ୍ଦର। ସାମାନ୍ୟ କ'ଣ ଜଳଖିଆ ଖାଇ ବରବେଶ ହୋଇ ପାଲିଙ୍କିରେ ବସିଲା। ଏବେ ରାତି ପାହିବାକୁ କେତେ ବା ବେଳ ଅଛି। କ୍ଷୁଧାରେ ସେ ଛଟପଟ ହେଲାଣି। ଏଥିରେ ସେ ମଧୁଶଯ୍ୟା କରିବାକୁ ଶକ୍ତି ପାଉଛି କେଉଁଠି? ସେ ଆଉ କ୍ଷୁଧା ସମ୍ଭାଳି ନ ପାରି ରାଜା ଝିଅକୁ କହିଲା, ମୋତେ ଖୁବ୍ ଭୋକ ହେଉଛି। ରାଜା ଝିଅ କହିଲା, ସେହି କଥା ମୋତେ ଆଗରୁ କହିଲ ନାହିଁ। ମୁଁ ଦାସୀ ହସ୍ତରେ ମଗାଇ ଦେଇଥାନ୍ତି। ଏବେ ଆଉ କି ଉପାୟ କରିବି? ତା ଛଡ଼ା ଭଣ୍ଡାର ଘର ତ ବନ୍ଦ ହୋଇଯିବଣି। କୃଷ୍ଣସୁନ୍ଦର କହିଲା, ତୁମେ ଯାହା କର ପଛକେ ମୋ ଲାଗି ଆଗ ଖାଇବାର ବନ୍ଦୋବସ୍ତ କର। ନ ଖାଇଲେ ମୁଁ ଆଉ ସମ୍ଭାଳି ହୋଇ ରହିପାରିବି ନାହିଁ। ରାଜା ଝିଅ ସ୍ୱାମୀଙ୍କ କଥା ଶୁଣି ନାଚାର। ଏବେ ତ କିଛି ଉପାୟ ନାହିଁ। ତେଣୁ ସେ କ'ଣ କଲା ନା, ବନ୍ଦାଣ ଥାଳିରେ ଯେଉଁ ଚାଉଳ ଥିଲା ସେହି ଚାଉଳକୁ ଆଣି ଲୁଗାପଟା ଜାଳି ଭାତ ଗଣ୍ଡାକ ଫୁଟାଇ ଦେଲା। ସେହି ଭାତକୁ ଖାଇ କୃଷ୍ଣସୁନ୍ଦର ଟିକେ ଶାନ୍ତିରେ ନିଶ୍ୱାସ ମାରିଲା। ତାପରେ ଦୁହିଁଙ୍କ ମଧ୍ୟରେ ପ୍ରେମାଳାପ ଜମିଲା। ଏହିପରି ଭାବରେ ମଧୁଶଯ୍ୟା ଘରେ କୃଷ୍ଣସୁନ୍ଦର ରାତିଟି ବିତାଇ ତାପରେ ସକାଳ ହେବାରୁ ମଧୁଶଯ୍ୟା ଘର ଛାଡ଼ି ପଳାଇ ଆସିଲା। ତାପରେ ବରର ବାପଠାରୁ ସୁବର୍ଣ୍ଣ ମୋହରଟି ନେଇ ପାନ୍ଥଶାଳା ଆଡ଼େ ପଳାଇଗଲା। କୃଷ୍ଣସୁନ୍ଦର ସେ ସ୍ଥାନ ଛାଡ଼ି ଦେଇ ଚାଲିଯିବା ପରେ ବରର ବାପ ଏବେ ଗୋଟାଏ ଗୋଲା ଉଠାଇ କହିଲା, ମୋ ପୁଅର ଆଖିଟା କାହିଁକି ଖରାପ ହୋଇଗଲା? ବରର ବାପ ଯେତେବେଳେ ଏକଥା କହିଲା, ସେ କଥା ଶୁଣି ସମସ୍ତେ ତଟସ୍ଥ ହୋଇଗଲେ। ଏକଥା ଶୁଣି ଶାଶୁ ଶ୍ୱଶୁରଙ୍କର ମନ ଖୁବ୍ ଦୁଃଖ ହେଲା। କିନ୍ତୁ ଖୁବ୍ ଚାଲାକ ଥିଲା ରାଜକୁମାରୀ। ସେ ଏକଥା ସବୁ ଜାଣିବା ପରେ ରାଜକନ୍ୟା ଡେରା ବାଟ ସେପଟେ ଥାଇ ବରକୁ ଦେଖି ନେଇ ଜାଣିପାରିଲା ଯେ ସେ ଯାହାଙ୍କୁ କାଲି ରାତିରେ ବାହା ହୋଇଥିଲା ସେ କିନ୍ତୁ ଇଏ ନୁହଁ। ତାହାହେଲେ ଏହା ଭିତରେ କିଛି ଗୂଢ଼ ରହସ୍ୟ ଅଛି। ସେହିଠୁ ସେ ବାପ ମାଆଙ୍କୁ ହାତ ଯୋଡ଼ି କହିଲା, ମା, କାଲି ଯାହାଙ୍କୁ ମୁଁ ବିଭା ହୋଇଥିଲି, ମଧୁଶଯ୍ୟାରେ ଯାହାଙ୍କ ସହିତ ରାତିଟା ବିତାଇଲି, ସେ ବର
କିନ୍ତୁ ଇଏ ନୁହଁ, ସେ ନିଶ୍ଚୟ ଆଉ ଜଣେ କିଏ ଥିଲେ। ଆପଣ ରାଜବୈଦ୍ୟ ଡକାଇ ତାର ଆଖି ପରୀକ୍ଷା କରନ୍ତୁ। ରାଜବୈଦ୍ୟ ନିଶ୍ଚୟ ଏହାଙ୍କର ଆଖି କେତେ ଦିନ ହେଲା ଖରାପ ହେଲାଣି ସେ କଥା ରାଜବୈଦ୍ୟ ନିଶ୍ଚୟ କହିଦେବେ। ଝିଅଠାରୁ ଏକଥା ଶୁଣିବା ପରେ ରାଜା ରାଗରେ ନିଆଁବାଣ ହୋଇଗଲେ। ରାଗ କ୍ରୋଧରେ ବରଯାତ୍ରୀମାନଙ୍କୁ ରାଜଉଆସରୁ ବାହାର କରିଦେଲେ। ଗୋଟିଏ ବୋଲି ଝିଅ ମୋର, ତା କପାଳରେ ପୁଣି ଏହା ଥିଲା। ରାଜାଙ୍କଠାରୁ ଏକଥା ଶୁଣି ରାଜଝିଅ କହିଲା, ଯାହା ଭାଗ୍ୟରେ ବିଧାତା ନିଜ ହାତରେ ଲେଖିଦେଇଛନ୍ତି ସେ କଥାକୁ ପୁଣି ଆନ କରିବ କିଏ? ଶୁଣ ତାହାହେଲେ, ମୁଁ ତୁମକୁ ଏଠାରେ ଗୋଟିଏ ଗପ କହୁଛି। ଏହାପରେ ରାଜା ଝିଅ ବାପା ମା'ଙ୍କ ଶୁଣିବା ଲାଗି ଗପଟିଏ କହିଲା।